আচ্ছা কিন্তু রাজসভা পচারিলি কইলে বাবু আজ্ঞা বাবা তু তো জন্মন্ত নিকটକୁ ଯାଇଥିଲୁ ହଁ ବାବା ଫେରିଲୁ କେମିତି ତାକୁ ମୁଁ ଗୁରୁ କଲି ମତେ ଶିକ୍ଷା ଦେଲେ ତାପରେ ଆସିଲି ଘରକୁ ଆଉ ସଂସ୍କୃତ ଭାଗବତ ବ୍ୟାସ ବ୍ୟାସ କଣ କହିଲେ କହିଲେ ଯଥା ଗୁରୁ ଦୀକ୍ଷା କାଳେ ଶିଷ୍ୟାୟ ଧ୍ୟାନ ଉପଦିଶ୍ୟନ୍ତି ଶିଶୁ ଆନନ୍ଦର ସହିତ ଗୁରୁଙ୍କର ଢେର ମୂର୍ତ୍ତିକୁ ହୃଦୟରେ ସ୍ଥାପନ କରିଥାଏ କହିପାରିବ ଅଛି କଥା ତୋ ଗୁରୁ ଯମରାଜ ତୋ ନିକଟରେ ଅଛନ୍ତି ଗୁରୁଦେବ ନା ହଁ ବାପା ଅଛନ୍ତି ଶ୍ରୀ ରାହୁଦୟ ବାପା ବାଗସ୍ତମାନଙ୍କୁ ବ୍ରହ୍ମ ଦର୍ଶନ କରିଦେଲା ଏ ଜ୍ଞାନୀ ଚାରି ଯୁଗରେ ଚାରି ଜଣ ବ୍ୟକ୍ତି ଛାତି ଚିରିଛନ୍ତି ସଞ୍ଜୟ ଭାଇନା ଚାରି ଯୁଗ ନ୍ୟାୟ ଯୁଗରେ କାଠ କରିବେ ତମେ କଣ ଚାରି ଯୁଗରେ ଅଗ୍ନି ପୁଅ କରୁଛ ସତ୍ୟ ଯୁଗରେ ହୃଦୟରେ ବ୍ରହ୍ମ ଦର୍ଶନ କରିଲେ ନଚି କଥା ଛାତିରେ ଦର୍ଶନ କରିଲେ କିଏ ରାମ ଦୂତ ଅତୁଳିତ ବଳଦା ରାମ ସୀତାଙ୍କର ବ୍ରହ୍ମକୁ ଦର୍ଶନ କରିଦେଇ ଦ୍ୱାପର ଯୁଗରେ ଛାତିରେ ବ୍ରହ୍ମ ଦର୍ଶନ କରିଲେ କିଏ ଯମୁନା ନଦୀ କୂଳରେ ଲଳିତା ବିଶାଖା ଇନ୍ଦୁରେଖା ସମସ୍ତେ ପଚାରିଲେ କହିଲେ ରାଧେ ଆଉ ତମ କୃଷ୍ଣ ଫେରିଲେ ରାଧା କହିଲେ ହେ ଲଳିତା ମୋ ପ୍ରଭୁ ମୋତେ ଛାଡ଼ି ଗୋଟିଏ ପାହୁଣ୍ଡ କୁଆଡ଼େ ଯାଇନା କବି ପରିମଣ୍ଡଳ କୃଷ୍ଣଙ୍କ ସାନ ବସୁ ନୁହେଁ ତୁ ହେ ଘନଶ୍ୟାମ ରାଧିକା ରଞ୍ଜନା
କରାଇଥିଲି ସେ ଶ୍ଲୋକଟା କଣ କଣ? ସେ ଶ୍ଲୋକ ଅକ୍ଷୟ ଭାଇ ଜାଣିଛନ୍ତି କୀର୍ତ୍ତନବାଲା ଜାଣିଛନ୍ତି। ହଁ ହଁ ଠିକ ପରେ ଦହ ଚୈତନ୍ୟ ବାହିନ୍ୟ କ୍ଷେତ୍ର ବିଦିତଂ ପ୍ରତାପନ୍ଦ୍ର ଧନାସନାର୍ଥେ ପ୍ରତାପରୁଦ୍ରଙ୍କର ପାପନାଶନ କରିବା ପାଇଁ ଯୋଡ଼ିଏ ହାତରେ ବୁରବି ଯୋଡ଼ିଏ ହାତରେ ଧନୁର୍ବାଣ ଆଉ ଯୋଡ଼ିଏ ହାତରେ ଚନ୍ଦ୍ର କମଣ୍ଡଳୁ ଷଡ଼ଭୁଜ ଗୌରାଙ୍ଗ ରୂପକୁ ଦର୍ଶନ କରି এই ମଣ୍ଡଳୀ ପୁଅର ହୃଦୟରେ ଚମରାଜଙ୍କୁ ଦେଖିଲା ପରେ ଦ୍ୱାଦଶବା ପୁଅର ପାଦ ତଳେ ପଡ଼ିଲେ। ଧନ୍ୟରେ ଧନ୍ୟ ପୁତ୍ର, ମୁଁ ଏତେ ରାଜସୂୟ ଯଜ୍ଞ କରି ଯୋଉ ଚମରାଜଙ୍କର ଦର୍ଶନ ପାଇଲିନି, ତୁ ଆଜି ହୃଦୟରେ ଚମରାଜଙ୍କୁ ଦର୍ଶନ କରିବି। ତ୍ରେତୟା ଯୁଗରେ କୋଉଟା କୋଉ ପୁଅର ପାଦ ତଳେ ବାପା କେ ଆଉ ପୁଅ କେ ସବୁ ଆମ ପୁରାଣରେ ଅଛି। ଟିକିଏ ଟିକିଏ ସୂତ୍ର ପକାଇଲେ ସବୁ ବାଉରା ଠିକ ଠିକ ସେଦିନ ରାମ ରାବଣଙ୍କର ଚାଲିଛି ଯୁଦ୍ଧ। ଯୁଦ୍ଧ ଛୋଟିଆ ପିଲାଟା ସେନାପତିଙ୍କୁ ଗ୍ରହଣ କରି ଯୁଦ୍ଧ କରିବା ପାଇଁ ଆସିଛି। ଇଏ ପିଲାକୁ ଦେଖିବା ପରେ ବିଭୀଷଣ କହିଲେ, ପ୍ରଭୁ ପ୍ରଭୁ ଆଉ କାଳ ବିଳମ୍ବ କରନା, ଇଏ ଭାରତକୁ ତୁରନ୍ତ ଆପଣ ବିନାଶ କରନ୍ତୁ। ବାରମ୍ବାର ବିଭୀଷଣ ଯେତେବେଳେ ପ୍ରଲୋଭନ ଦେଲେ, ରାମ ଧନୁର୍ବାଣକୁ ବିବରଣ କଲେ। ବାଣଟା ଯେତେବେଳେ ବାଜି ଯାଇଛି ଛୋଟିଆ ପିଲାର ମୁଖ୍ୟ ଦେଶରେ, ତଳି ପଡ଼ି ବାଜବାକୁ ବାପା ହାତ କାଟିଦେଲେ ବିଭୀଷଣ। ଏ ପୁଅଟା କିଏ? ବିଭୀଷଣର ପୁଅ ତରଣୀସେନ। ବହି ଯାଉଛି ଶରୀରରୁ ରୁଧିରର ଧାର, ତଥାପି ତରଣୀସେନ ମୁଖରେ ହସ। ବାପା ବାପା ରାମଙ୍କର ବିରୁଦ୍ଧାଚରଣ କରି ମୁଁ ରାମ ବାଣରେ ମୁକ୍ତି ପାଇଲି। ଅନ୍ତରିକ୍ଷରେ ଦେଖିବି ତମେ କେମିତି ମୁକ୍ତି ପାଉଛ। ବିଭୀଷଣ ସେଦିନ ମୋର ପାଦ ଦୁଇଟି ଧରିଲେ କହିଲେ, ମୁଁ ଭୁଲ କରିଛି। କରିଛି କୋଉ ନ୍ୟାୟରେ? ବିଷବୃକ୍ଷ ବିଏ ଯଦି ସୌହତ୍ୟ ରୋକିତ ମୋରି ପୁତ୍ର ତା ମୃତ୍ୟୁ କାମନା ମୁଁ କରିଛି। ଏ ହେଉଛି ମୋର ବିପଦତା, ଏହା ହେଉଛି ମୋର ଅଜ୍ଞାନତା। ସନ୍ଧ୍ୟା କମେଇ ଆସିଲାଣି, ସମସ୍ତେ ଶିବିରକୁ ଫେରିଲେ, କିନ୍ତୁ ସେଦିନ ବିଭୀଷଣ ଫେରିଲେ। ରାମ ଡାକିଲେ, ସୁଗ୍ରୀବ, ଆଜ୍ଞା ହନୁମାନ, କହିଲା ସାରିଲ ଲକ୍ଷ୍ମଣ, ତମେ ସମସ୍ତେ ଆସିଲ। ଆରେ ବିଭୀଷଣ ଗଲା କୁଆଡ଼େ? କିଛି ବାଟ ଯାଇ ଦେଖନ୍ତି ବୃକ୍ଷ ମୂଳରେ ବସି ଅଶ୍ରୁପାତ କରୁଛନ୍ତି। ଆଉ ବାପାର ନଜରରେ ଲୋକକ ନାହିଁ। ନା ନା ଆଖି ଦୁଇଟି ଫୁଲିଗଲା। ରାମ ପଚାରିଲେ, ବିଭୀଷଣ ବିଭୀଷଣ ଆଜି ଯୁଦ୍ଧରେ ଯିଏ ବୀରଗତି ପ୍ରାପ୍ତ କଲେ, ସେ କଣ ତମର ଆକ୍ରମଣ? ସେ ତମର ଆକ୍ରମଣ? ମୁହଁ ପରି କରି କହିପାରୁନାହାନ୍ତି, ଖାଲି ମୁଣ୍ଡଟାକୁ ହଲାଇଥିଲେ। ହଁ ପ୍ରଭୁ, ଆଜି ଯିଏ ବୀରଗତି ପ୍ରାପ୍ତ ହେଇଛି ସେ ଅଧମଟା ମୋରି ପୁଅ। କଣ କର ବିଭୀଷଣ? କଣ କଲ ତମେ କହିଥିଲେ ମୁଁ ଭାରତକୁ ମାରି ନଥାନ୍ତି, ନା ମୁଁ ଛାଡ଼ି ଦେଇଥାନ୍ତି। ଆନ୍ତି କାନ୍ଦିବା ଭିତରେ ବିଭୀଷଣଙ୍କର ମୁଖରେ ଟିକେ ହସ ଫୁଟି ଉଠିଲା। କହିଲେ, ପ୍ରଭୁ ପ୍ରଭୁ ସେ କଥା କଣ ସମ୍ଭବ? ମୁଁ ପ୍ରାୟ ଧର୍ମର ଶପଥ ନେଇଛି, ନେଇଛି। ଅଧର୍ମ ବିଷୟରେ ସ୍ୱର ଉତ୍ତୋଳନ କରିବି କେମିତି? କେମିତି ଧର୍ମେଣ ହନ୍ୟତେ ବ୍ୟାଧି